ନାଇଁ ଅଶ୍ଳୀଳ ନୃତ୍ୟ ପରେ ଆମେ ବ୍ୟାନ୍ କରିଛୁ ନାଗରିକ ହିସାବରେ ହିତାକାଂକ୍ଷୀ ହିସାବରେ ଏ ଅଞ୍ଚଳର ଜଣେ ସେବକ ହିସାବରେ କାରଣ ଆମର ବଦନାମ ହଉଛି ଏ ନଙ୍ଗୁଳି ଡ୍ୟାନ୍ସ ନଙ୍ଗୁଳି ଆକ୍ଟିଂ ନଙ୍ଗଳ ହାଇ ଚେହେରା ଦେଖେଇବା ଏଇଟା ବଦନାମ ହଉଛି ଖଣ୍ଡଗିରି ଓଡ଼ିଶାର ଚାରିଆଡେ ବଦନାମ ହଉଛି। ଆମେ ଡିଜିକି କହିଲୁ କଲେକ୍ଟରଙ୍କୁ କହିଲୁ ଚିଫ ସେକ୍ରେଟାରୀ କହିଲୁ ନଙ୍ଗୁଳି ନାଚ ହେଇପାରିବନି ଖଣ୍ଡଗିରିରେ ରାଜ୍ୟ ଯାକ ନଙ୍ଗୁଳି ନାଚ ହବା ଉଚିତ ନୁହଁ। ଅର୍ଡର କରୁଛନ୍ତି ମତେ ମୁଖ୍ୟମନ୍ତ୍ରୀ କହିଛନ୍ତି ମୁଁ ଅର୍ଡର କରିଦଉଛି କୌଣସି ଜାଗାରେ ନଙ୍ଗୁଳି ନାଚ ହେଇପାରିବନି କି ଉଲଗ୍ନ ଚେହେରା କୌଣସି ଆକ୍ଟ୍ରେସ ଶରୀରକୁ ଦେଖେଇ ପାରିବେ। କାଲି କହିଛନ୍ତି ଯେ ଆମକୁ କାଇଁ ମନା ହଉଛି ଖଣ୍ଡଗିରି ଆମେ ତ ଉଲଗ୍ନ ହେଇକି ନାଚିବାକୁ ଚାହୁଁ ଆମେ ଶାଢୀ ପିନ୍ଧିକି ନାଚିବୁ। ଶାଢୀ ପିନ୍ଧିବୁ ୱେଲକମ୍ ଓଡ଼ିଆ ହେଇକି ଆସ ଅଭିନନ୍ଦନ ନାଚ କେତେ କଳା କମିଟି ଅଛି ସମସ୍ତଙ୍କୁ ଡାକି ଗୋଟେ ମିଟିଂ କରିବା ଦରକାର। ହଁ କରିବା ଦରକାର ନା ନା ବିଲକୁଲ ଗ୍ରହଣୀୟ ତାଙ୍କୁ ବ୍ୟାନ୍ କରିବା ପାଇଁ ତାଙ୍କୁ ଯେ ନିମନ୍ତ୍ରଣ କରୁଛି ଯୋଉ ସଂସ୍ଥା ତାଙ୍କ ଉପରେ ସେଗୁଡା କାହିଁ ସଂସ୍ଥା ଆମେ କେତେ କଷ୍ଟରେ ଡାକୁଛୁ ନିମନ୍ତ୍ରଣ ସଂସ୍ଥା ବନ୍ଦ କରିଦେବ ଆମେ କରୁଛୁ ନା ଆମେ ସେଇଆ ଆମେ ଡାକିଛୁ ନାଚପାଟିକି କମିଟି କହିଛି ନଙ୍ଗୁଳି ନାଚ ହେଇପାରିବନି ଶାଢୀ ପିନ୍ଧିକି ନାଚିବ ମାରି ଚାଲ।